ସୁଭଦ୍ରା ଯୋଜନାକୁ ନେଇ ଆସିଲା ଏକ ବଡ଼ ଅପଡେଟ୍। ସୁଭଦ୍ରା ଯୋଜନାରେ ଏପର୍ଯ୍ୟନ୍ତ 2ଟି ପର୍ଯ୍ୟାୟର କିସ୍ତି ମିଳିସାରିଛି। ଏବେ ଆଗକୁ 1 ନମ୍ବର କିସ୍ତିର ତୃତୀୟ ପର୍ଯ୍ୟାୟ ମିଳିବାକୁ ଯାଉଛି। ଏହି ତୃତୀୟ ପର୍ଯ୍ୟାୟଟି କେଉଁ ତାରିଖରେ ମିଳିବ ଏହାକୁ ନେଇକି ଗୋଟେ ବଡ଼ ଅପଡେଟ୍ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରତିଭା ପରିଡ଼ା। ଏହା ବିଷୟରେ ଏବେ ମୁଁ ଆପଣମାନଙ୍କୁ କହିବି। ଯଦି ଆପଣ ସୁଭଦ୍ରାର ଜଣେ ହିତାଧିକାରୀ ଏପର୍ଯ୍ୟନ୍ତ ଟଙ୍କା ପାଇନାହାନ୍ତି ପ୍ରଥମ କିସ୍ତିଟି, ତେବେ ଆପଣ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏଠି କ'ଣ ଅପଡେଟ୍ ଦିଆଯାଇଛି ମୁଁ ଆପଣଙ୍କ ଆଗରେ ପଢ଼ିକି ଶୁଣାଉଛି। ଦେଖନ୍ତୁ ଏଠି ଲେଖା ହେଇଛି ଏହି ମାସ 24ରେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା। ଏଇ ଯେଉଁ ମାସଟି ଚାଲୁଛି ଏହି ମାସରେ ଆପଣମାନଙ୍କୁ ମିଳିଯିବ ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟର କିସ୍ତିଟି। ଏପର୍ଯ୍ୟନ୍ତ 2ଟି ପର୍ଯ୍ୟାୟରେ ଟଙ୍କା ମିଳିଛି। ଏବେ ଆଗକୁ ତୃତୀୟ ପର୍ଯ୍ୟାୟଟି ମିଳିବାକୁ ଯାଉଛି। ଯେଉଁମାନେ ପାଇନାହାନ୍ତି ସେମାନେ ଏହି ତୃତୀୟ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାର ଟଙ୍କା ପାଇଯିବେ। ଏହି ଦିନ 20 ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ 5,000 ଟଙ୍କା ଦିଆଯିବ। 24 ତାରିଖ ଦିନ 20,000ରୁ ଅଧିକ ହିତାଧିକାରୀମାନଙ୍କୁ 5,000 ଟଙ୍କା ପଠାଯିବ। ସେହିପରି ଯୋଜନାରୁ ଯେମିତି ଜଣେ ହେଲେ ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେନି, ସେଥିପାଇଁ ସରକାର ଯତ୍ନବାନ ଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। ଲଣ୍ଡନରୁ ଫେରୁ ଫେରୁ ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରତିଭା ପରିଡ଼ାଙ୍କ ବଡ଼ ଘୋଷଣା। ଆସନ୍ତା 24 ତାରିଖରେ ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା। ଏଥିପାଇଁ ଏଥର ସୁନ୍ଦରଗଡ଼ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି, ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କର ଉପସ୍ଥିତିରେ 20 ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ। ତେବେ ପୂର୍ବରୁ ସମୁଦାୟ 1,02,00,000 ମହିଳାଙ୍କୁ ଯୋଜନାରେ ସାମିଲ କରାଯିବାକୁ ସରକାର କହିଥିଲା ବେଳେ ଏବେ ଏଥିରେ ଆହୁରି 20 ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ିବାର ଲକ୍ଷ୍ୟ ରହିଛି। ବଳକା ସବୁ ଯୋଗ୍ୟ ମହିଳାଙ୍କୁ ଡିସେମ୍ବର ମାସରେ ପ୍ରଥମ ପର୍ଯ୍ୟାୟ ଟଙ୍କା ମିଳିଯିବ। ସବୁଠାରୁ ବଡ଼ କଥା ହେଲା କେହି ଜଣେ ବି ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିବେ ନାହିଁ ବୋଲି ଆଶ୍ୱାସନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ। କହିଛନ୍ତି ବାରମ୍ବାର ଆବେଦନ କରି ସମସ୍ୟା ଭୁଲଭଟକ ପାଇଁ ଏହି ଯୋଜନାରୁ ବାଦ୍ ପଡ଼ିଛନ୍ତି ସେମାନେ ନିରାଶ ହେବାର କାରଣ ନାହିଁ। କାରଣ ନୂଆ ଗାଇଡଲାଇନ ଅନୁଯାୟୀ ତ୍ରୁଟି ସଂଶୋଧନ ପାଇଁ ୟା ଭିତରେ ସରକାର ବିଜ୍ଞାପନ ଦେଇ ସାରିଛନ୍ତି। ଜିଲ୍ଲାପାଳଙ୍କ ଜରିଆରେ ବ୍ଲକ ଓ ମ୍ୟୁନିସିପାଲିଟି ସ୍ତରରେ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ବି ଦିଆଯାଇଛି ବୋଲି କହିଛନ୍ତି ପ୍ରଭାତୀ।